ମା ଗୋଟେ ଗପ ହଉଛି ଲେଙ୍ଗଡା ବାବା। ବିନ୍ଧ୍ୟାଚଳ ପ୍ରଦେଶର ଗୋଟିଏ ସରୋବର କୂଳରେ ମାତଙ୍ଗ ସ୍ୱାମୀ ନାମକ ଜଣେ ଗୁରୁ ବସବାସ କରୁଥିଲେ। ତାଙ୍କ ନିକଟରୁ ଶିକ୍ଷା ଲାଭ କରିବା ନିମନ୍ତେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ପୁଅ ନାତି ମାନଙ୍କୁ ଛାଡ଼ିଥାନ୍ତି। ଗୁରୁକୁଳରେ ପଢୁଥିବା ପିଲାମାନେ ସେତେବେଳେ ଖାଲି ଶିକ୍ଷା ଦୀକ୍ଷାରେ ନୁହେଁ, ତାଙ୍କର ଆଚାର ବ୍ୟବହାର ଏବଂ ଅନ୍ୟାନ୍ୟ ଦିଗରେ ମଧ୍ୟ ଉପଯୁକ୍ତ ତାଲିମ ପାଉଥିଲେ। ତାଙ୍କ ଭିତରୁ ଜଣେ ଥିଲେ ରାଜାଙ୍କର ଭଣଜା, ତାଙ୍କ ନାଁ ହଉଛି ବିରୂପ। ସିଏ ବୁଦ୍ଧିମାନ କିନ୍ତୁ ଚଗଲା ଆଉ ଅବାଧ୍ୟ। ଆଉ ମାତଙ୍ଗ ସ୍ୱାମୀଙ୍କର ଗୋଟିଏ ଗୋଡ ଟିକେ ଛୋଟ, ଡାହାଣ ଗୋଡଟି ଟିକେ ଛୋଟ ବା ଖର୍ବ। ତେଣୁ ସିଏ ଚାଲିଲା ବେଳେ ଟିକେ ଲେଙ୍ଗଡେଇ ଲେଙ୍ଗଡେଇ ଚାଲନ୍ତି। ତେଣୁ ପିଲାମାନେ ଯେତେବେଳେ ଗୁରୁକୁଳ ମାନେ ଗୁରୁ ଯେତେବେଳେ ନଥାନ୍ତି, ପିଲାମାନଙ୍କ ଆଗରେ ବିରୂପ କଣ କରେ, ହୁଏ ଦେଖ ଦେଖ ଲେଙ୍ଗଡା ସ୍ୱାମୀ ଆସୁଛନ୍ତି। ସେଠି ପିଲାମାନେ ତାଙ୍କୁ ଯେତେ ଯେ କୁହନ୍ତି, ସମସ୍ତେ କୁହନ୍ତି ଯେ ଦେଖ ଗୁରୁଜୀ କହିଛନ୍ତି ଅନ୍ୟର ଦୋଷ ତ୍ରୁଟି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ନୁହଁ। କିନ୍ତୁ ସେ କିଛି ଶୁଣେନି, ସେଇପରି ଭାବରେ ତାର ଥଟ୍ଟା କରିବା ଛାଡେନି। କିନ୍ତୁ କୌଣସି ପିଲାମାନେ ଗୁରୁଙ୍କ ଆଗରେ କେବେ ଅଭିଯୋଗ କରନ୍ତି ନାହିଁ, କାହିଁକିନା ଯେହେତୁ ଗୁରୁ କହିଛନ୍ତି ଅନ୍ୟ କାହାର ଦୋଷ ତ୍ରୁଟି ପ୍ରତି ତୁମେ ଦୃଷ୍ଟି ଦେବ ନାହିଁ, ତେଣୁ ସେ ଗୁରୁଙ୍କୁ କିଛି କୁହନ୍ତି ନାହିଁ। କେବେ ଏପରି ଏକ ଘଟଣା ଘଟି ନାହିଁ ଯୋଉଥିରେ ଗୁରୁ ତାଙ୍କୁ ଶୁଣି ପାରିଛନ୍ତି। କିନ୍ତୁ ହଠାତ୍ ଦିନେ ଗୁରୁ କହିଲେ ଆଜି ଗୋଟେ ଗପ ଶୁଣେଇବି। ଅନେକ ବର୍ଷ ତଳର କଥା। ବହୁ ଦୂରରେ ବଣ ଭିତରେ ଭୈରବାନନ୍ଦ ନାମକ ଜଣେ ପ୍ରବୀଣ ଗୁରୁ ଥିଲେ। ସିଏ ମନ୍ତ୍ରତନ୍ତ୍ରରେ ମଧ୍ୟ ଧୁରନ୍ଧର ଥିଲେ। ପାଠ ପଢା ଶେଷ ହେବା ପରେ ଯଦି କୌଣସି ଶିଷ୍ୟ ବିଶେଷ ଆଗ୍ରହ ଦେଖାଉଥିଲେ ଏବଂ ଗୁରୁ ଉପଯୁକ୍ତ ମନେ କରୁଥିଲେ, ତେବେ ତାଙ୍କୁ ସେ ଗୂଢ ମନ୍ତ୍ରତନ୍ତ୍ର ବିଦ୍ୟା ଶିଖାଇ ଦେଉଥିଲେ। ଗୋଟିଏ ଥରର କଥା, ଶିକ୍ଷା ଶେଷ ହେବା ପରେ ଦୁଇ ଜଣ ଶିଷ୍ୟ ମନ୍ତ୍ରବିଦ୍ୟା ଶିକ୍ଷା ନିମନ୍ତେ ଗୁରୁଙ୍କ ପାଖରେ ଜିଗର କଲେ। ଗୁରୁଜୀ ପ୍ରଥମେ ଗୁରୁ ଭୈରବାନନ୍ଦ ଜୀ ପ୍ରଥମେ ରାଜି ହେଲେ ନାହିଁ। କହିଲେ ଦେଖ ତୁମେ ଏବେ ଯାଅ, ଯେତେବେଳେ ମୁଁ ଉଚିତ ମନେ କରିବି ସେତେବେଳେ ଶିକ୍ଷା ଦେବି। କିନ୍ତୁ ତାଙ୍କ ଭିତରୁ ଜଣେ ବହୁତ ବାଧ୍ୟ କଲେ ଯେ ନାଇଁ ଗୁରୁଜୀ, ଆପଣ ଆମକୁ ଅଳ୍ପ ଟିକେ କିଛି ଶିକ୍ଷା ଦିଅନ୍ତୁ। ଗୁରୁଜୀ ତାଙ୍କୁ ଗୋଟିଏ ମନ୍ତ୍ର ଶିଖାଇ ଦେଲେ। ସେ ମନ୍ତ୍ରଟି ଥିଲା କଣ? ନିଜ ଇଚ୍ଛା ବଳରେ ତୁମେ ଯେକୌଣସି ରୂପ ଗ୍ରହଣ କରିପାରିବ। ମନ୍ତ୍ର ଶିକ୍ଷା ଦେଇ ସାରିଲା ପରେ ଗୁରୁଜୀ କହିଲେ ଦେଖ ସାବଧାନ ରହିବ, ଅତ୍ୟନ୍ତ ପ୍ରୟୋଜନ ନହେଲେ, ଅତ୍ୟନ୍ତ ଜରୁରୀ କାଳୀନ ଅବସ୍ଥିତି ନ ଆସିଲେ ବା ନ ପଡିଲେ ପରିସ୍ଥିତି, କେବେ ମଜାରେ ବା କୌତୁହଳ ପାଇଁ এই ମନ୍ତ୍ର ପ୍ରୟୋଗ କରିବ ନାହିଁ। ଶିଷ୍ୟ ଦୁଇ ଜଣ ଚାଲିଗଲେ ଏବଂ ଗୁରୁଙ୍କୁ କଥା ଦେଇଗଲେ ଯେ ଆମେ ଆବଶ୍ୟକ ନ ପଡିଲେ ବିନା ପ୍ରୟୋଜନରେ এই ମନ୍ତ୍ର କଦାପି ପ୍ରୟୋଗ କରିବୁ ନାହିଁ। ଯାଉଛନ୍ତି, ବାଟରେ ନଈଟେ ପଡିଲା। ନାଉରିଆ ଆର କୂଳରେ ରହିଛି, ଏମାନେ ପହଞ୍ଚିଲା ବେଳକୁ ପ୍ରଥମ ଶିଷ୍ୟ କହିଲା ଯେ ଆମେ ଟିକେ ଅପେକ୍ଷା କରିବା, ନାଉରୀ ଆସୁ, ନା ନେଇକରି ଆମେ ଯିବା। ଦ୍ୱିତୀୟ ଶିଷ୍ୟ କହିଲା ନା ନା, ଚାଲୁନ ଆମେ ଏଇଠି ଟିକେ ଟେଷ୍ଟ କରିବା, ଆମେ ମାଛ ହେଇକରି ପହଁରିକି ପଳେଇବା ଆର ପାରିକୁ। ପ୍ରଥମ ଶିଷ୍ୟ କହିଲେ ନା ନା, ଗୁରୁ କହିଛନ୍ତି ଅତ୍ୟନ୍ତ ପ୍ରୟୋଜନ ନହେଲେ ଏପରି କରିବା କଥା ନୁହେଁ। ଦ୍ୱିତୀୟ ଶିଷ୍ୟ କହିଲା ଆରେ ଭାଇ, ଆମେ ଯଦି ମନ୍ତ୍ରକୁ କାର୍ଯ୍ୟକାରୀ ନ କରିବା ତେବେ ତା ଶିଖି ଲାଭ କଣ? ଆଉ ଏଠି କେହି ଲୋକ ତ ନାହାନ୍ତି, ଆମେ ତ କାହାରି କ୍ଷତି କରୁନାହାନ୍ତି। ଆସ ଆସ ମାଛ ହେଇ ଶୀଘ୍ର ସେପାରିକୁ ଚାଲିଯିବା।
ପ୍ରଥମ ଶିଷ୍ୟ କହିଲେ ନାଇଁ, ମୋର କରିବାର ନାହିଁ। ଦ୍ୱିତୀୟ ଶିଷ୍ୟ ମାଛ ହେଇ ସେପଟକୁ ପହଁରିକି ପଳେଇଲେ। ପ୍ରଥମ ଶିଷ୍ୟ ନାଁରେ ବସିକି ସେପଟୁ ଯାଇ ପହଞ୍ଚିଲେ। ସେଠି ପହଞ୍ଚିଲା ବେଳକୁ କିଛି ସମୟ ପରେ ସେ ମାଛରୁ ସେ ମଧ୍ୟ ମନୁଷ୍ୟ ହେଇକି ବାହାରିକି ଗଲେ ସାଙ୍ଗରେ। ତାପରେ ଚାଲିଛନ୍ତି। କିଛି ବାଟ ଗଲା ପରେ ସହରରେ ପହଞ୍ଚିଲେ। ଦ୍ୱିତୀୟ ଶିଷ୍ୟ କହିଲେ, ଦେଖ, ନାଇଁ, ସହରରେ ପହଞ୍ଚି ନାହାନ୍ତି, ସହରରେ ପହଞ୍ଚିବା ପୂର୍ବର କଥା କହୁଛନ୍ତି। ଦ୍ୱିତୀୟ ଶିଷ୍ୟକୁ, ଦେଖ, ଏଇଠୁ ସହର ବହୁତ ଦୂରରେ, ଆଉ ଚାଲେ ଆମେ ଚଢେଇ ହେଇକି ଉଡିକି ପଳେଇବା। ପ୍ରଥମ ଶିଷ୍ୟ କହିଲେ, ଦେଖ, ଗୋଟାଏ ତ ଭୁଲ କରିସାରିଲୁଣି। ଅତ୍ୟନ୍ତ ପ୍ରয়োଜନ ନଥିଲା, ସେଠି ନା ଥିଲା, ମାଛ ହେଇକି ଆସିଛୁ, ଆଉ ଚଢେଇ ହବା ଦରକାର ନାହିଁ। ଚାଲ, ଚାଲି ଚାଲି ଯିବା। ଯଦି କିଛି ସବାରି ମିଳେ ତେବେ ଆମେ ସେଥିରେ ଯିବା, କିନ୍ତୁ ଚଢେଇ ହବା ଦରକାର ନାହିଁ। ସେ ରାଜି ହେଲା ନାହିଁ। କହିଲା, କଣ ଏମିତି ହଉଛି? ଆରେ ଏବେ ତ ଏତେ ବାଟ ପାରି ହେଇକି ଯିବା, ଏଇଟା କଣ ଦରକାର ନୁହଁ? ଇଏ କହିଲେ, ଦେଖ, ଅତ୍ୟନ୍ତ ପ୍ରয়োଜନ, ଆମେ ତ ଏବେ ସକ୍ଷମ ଅଛନ୍ତି, ଆମେ ତ ଯାଇପାରିବା। ଆଉ ଏତେ ବି କିଛି ତରବର ନାହିଁ, ଯାଇକି ପହଞ୍ଚିବା ବା ସେମିତି କିଛି ଜରୁରୀ ଆବଶ୍ୟକତା ବି ପଡିନାହିଁ, ଶୀଘ୍ର ଯାଇକି ପହଞ୍ଚିବା। ତେଣୁ ଡେରିରେ ପହଞ୍ଚିଲେ କଣ ଅସୁବିଧା ହବ? ଆମ ପାଖରେ ଉପଯୁକ୍ତ ଖାଦ୍ୟ ବି ରହିଛି, ଯାହା ଆଶ୍ରମରୁ ଆମକୁ ମିଳିଛି। ଇଏ କହିଲେ, ଦେଖ, ତୁ ତୋର ଯା ନ ଯା, ମୁଁ ଯାଉଛି। ମୋର ଏତେ ପରିଶ୍ରମ କରିବା ଦରକାର ନାହିଁ, ଜଙ୍ଗଲ ଭିତରେ ଯିବି, କଣ ଅଛି? ସେଠୁ କପୋତଟିଏ ହେଇଗଲା ଏବଂ ଉଡିକି ଗଲା। ଏ ଉଡିକି କିଛି ବାଟ ଗଲା ପରେ ଯେହେତୁ ଅଭ୍ୟାସ ନାହିଁ, କ୍ଳାନ୍ତ ହେଇଗଲା। ସେଠୁ ଗୋଟେ ଗଛ ଉପରେ ବସିଛି, ଇଏ ତାର ତଳେ ଚାଲି ଚାଲି ଯାଉଛି। ହଠାତ୍ କୋଉଠୁ ଗୋଟେ ଚିଲ ଆସି ପହଞ୍ଚିଲା ଏବଂ ତାକୁ ଝାମ୍ପ ମାରି ଉଠେଇ ନେଇଗଲା। ବର୍ତ୍ତମାନ ସେ ବାଟ କଣ? ଚିଲଠାରୁ ବଞ୍ଚିବ କେମିତି? ବେଚାରା, ହଠାତ୍ ଯାହା ହଉ ଉପସ୍ଥିତ ବୁଦ୍ଧି ଆସିଛି। ଚିଲ ଦାଉରୁ ରକ୍ଷା ପାଇବା ପାଇଁ ସେ କଣ ହେଲା, ମଣିଷ ହେଇଗଲା। ମଣିଷ ହେଇଗଲା, ତେଣୁ ତା ପକଡରୁ ବାହାରିଗଲା। ମଣିଷ ମଣିଷ ସିନା ହେଇଗଲା, ଅଛି କୋଉଠି? ଶୂନ୍ୟରେ ପଡିଲା। ସେଇଠୁ ଧଉକି ଆସି ତଳେ ପଡିଲେ। ଶୂନ୍ୟରୁ ଖସି ପଡି ତାଙ୍କର ଡାହାଣ ଗୋଡରେ ଆଘାତ ପାଇଲେ ଏବଂ ସେ ଛୋଟା ହେଇଗଲେ। ଏ ଗପ ସମସ୍ତେ ପୁରା ନୀରବ ନିସ୍ତବ୍ଧ ହେଇ ଶୁଣୁଥାନ୍ତି। ତାପରେ କହିଲେ, ଗୁରୁଜୀ, କହିଲେ, ଜାଣିଛ ସେଇ ଯୋଉ ପଡିଥିବା ଶିଷ୍ୟ ଟିକିଏ, ସେଇ ଯୁବକ ଟିକିଏ, ଜାଣ, ସେ ହଉଛି ମୁଁ। ଗୁରୁଙ୍କର ନିର୍ଦ୍ଦେଶ ଅମାନ୍ୟ କରିଥିବା ହେତୁ ମୁଁ ଆଜି ଛୋଟା ହେଇଛି ଏବଂ ତା ପରଠାରୁ ପୁଣି ମୁଁ ଗୁରୁଙ୍କ ପାଖକୁ ଗଲି ଏବଂ ତାଙ୍କୁ କ୍ଷମା ମାଗିଲି। ଆହୁରି କିଛି ବର୍ଷ ମୋର ଏଇ ପ୍ରବୃତ୍ତିଟି ଯିବା ପାଇଁ ଶିକ୍ଷା ଲାଭ କଲି ଏବଂ ତା ପରଠାରୁ ଗୁରୁଙ୍କର ନିର୍ଦ୍ଦେଶ ଅମାନ୍ୟ କରିବା ପାଇଁ କେବେ ମୁଁ ଚେଷ୍ଟା କରିନାହିଁ। ଯିଏ ଅବାଧ୍ୟ ହେବ ସେ ତାର ଫଳ ନିଶ୍ଚୟ ଭୋଗିବ। ଆଜି ମୁଁ ଲେଙ୍ଗଡା, ତେଣୁ ମୋତେ ଲେଙ୍ଗଡା କହିଲେ ମୋର କିଛି ହାନି ହେବ ନାହିଁ, କିନ୍ତୁ ଯିଏ କହିବ ତାର ସ୍ୱଭାବ ସେଇଥିରୁ ଜଣା ପଡିଯିବ। ସିଏ ମୋର ଗୁରୁପଣ ନ ଦେଖି ମୋର ଏଇ ବାହ୍ୟ ଶରୀର ର ଯୋଉ ଦୋଷ ତ୍ରୁଟି ଦେଖିବା, ଏହା ମୋର ଶିକ୍ଷା ପ୍ରତି ଅପମାନ। ଅର୍ଥାତ୍ ତାର ଦୃଷ୍ଟି ଶକ୍ତି ବା ଦେଖିବା ଶକ୍ତି ବା ଦୃଷ୍ଟିକୋଣ ଅତି ସଂକୀର୍ଣ୍ଣ, ସୀମାବଦ୍ଧ। ସେଥିରୁ ସେ ଉଦ୍ଧାର ପାଇବା ଦରକାର, ତାର ଅଗ୍ରଗତି କରିବା ଦରକାର। ତାପରେ ଯାହା ହଉ, ବିରୂପ ନିଜ ପ୍ରତି ସଚେତନ ହେଇଛି ଏବଂ ତାର ବ୍ୟବହାରରେ ସେ ସଂଯତ ଆଣିବାକୁ ଚେଷ୍ଟା କରିଛି। ମା, ଏ ଥିଲା ଗପଟି। ସବୁର ସବୁର ନିଜର କର୍ମର ବା ଦୃଷ୍ଟିକୋଣର, ଧାରଣାର
ତାର पर परिणति गोटे निश्चय रही था। तेणु आमे जेते चैतन्यता द्वारा परिचालित हवा ताहले गोल पड़िबो मां पाखरे। तेणु परिणति बा फल कौन हब न हब सी स्थिर करिवे। मते आ भोगिया किछि कष्ट नहीं। वाह वाह। थैंक यू ऑल ओवर।